ବାକି ଯେତେ ଯାହା କଲା ବେଳକୁ ଗୋମାଫିଆ ମାନଙ୍କର କଣ ପାଇଁ ବେଆଇନ ଗୋଚାଳନ ବନ୍ଦ କରିବାକୁ ନାଁ ନଉନାହାନ୍ତି ତାହା ଆମେ ଜାଣିପାରୁନୁ। କିନ୍ତୁ ବର୍ତ୍ତମାନ ସରକାରଙ୍କର ନିଷ୍ପତ୍ତି ନିହାତି ଆବଶ୍ୟକତା ଅଛି ଯେ ବେଆଇନ ଗୋଚାଳନକୁ ପୁରା ବେନ୍ କରାଯାଉ। ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। କେତେ ଜଣ କଣ ଥିଲେ? ଗାଡିରେ 4 ଜଣ ଥିଲେ। ଆମର ଗୋସେବକ ମାନେ ପାଖାପାଖି 20 ରୁ 30 ଜଣ ଖବର ପାଇକି ତାକୁ ଏଠି ଅଟକେଇଥିଲେ। ଅଟକେଇଲା ପରେ ପେଟ୍ରୋଲିଂ ଯୋଉ ହାଇୱେ ପେଟ୍ରୋଲିଂ ଯୋଉ ପୋଲିସ କରୁଛନ୍ତି ସେମାନେ ତାଙ୍କ ଡ୍ୟୁଟି ଠିକ ସେ କରୁନାହାନ୍ତି। ଏଥିପାଇଁ ଯେକୌଣସି ଗାଡିକି ଆମ ଗୋସେବକ ମାନେ ଅଟକଉଛନ୍ତି, କହୁଛନ୍ତି ୟାକୁ ଚେକିଂ କର, ସେଠି ଆଇନକୁ ହାତକୁ ନ ନେଇକି ଆମର ଗୋସେବକ ମାନେ ପୋଲିସର ସହାୟତା ନଉଛନ୍ତି। ଏ ଯୋଉ ହାଇୱେ ପେଟ୍ରୋଲିଂ ଯୋଉମାନେ କରୁଛନ୍ତି ସେମାନେ ତାଙ୍କୁ ସହଯୋଗ କରୁନାହାନ୍ତି। ଚିଙ୍ଗୁଡି ଗାଡି ଏ ଗାଡି କହିକି ବିଦା କରିଦଉଛନ୍ତି। ଯାହା ହଉ ଆଜି ଗୋସେବକ ମାନେ ତାକୁ ଜବରଦସ୍ତି ଅଟକେଇକି ଚେକିଂ କଲା ପରେ ଜଣା ପଡିଲା ଏଥର ଗୋମାଂସ କଟା ହେଇକି ପୁରା ଗାଡି ଫୁଲ ହେଇକି ଅଛି। ସକାଳେ 7ଟା 7:30 ଭିତରେ ମୁଁ ଶୋଇଥିଲି ଘରେ। ମୋର ଆମ ଗ୍ରୁପ ଫୋନ ଆସିଲା ଯେ ବାଲେଶ୍ୱରରୁ ଗୋଟେ ଗୁରୁ ଗାଡି 500 ଗାଡି ଯାଉଛି। ତାକୁ ନେଇକି ଆମେ ଆସିଲୁ। ଆମ ଗ୍ରୁପ ଆସିକି ପହଞ୍ଚିଲା ବେଳକୁ ପିସିଆର ଥିଲା। ପିସିଆର ପଚାରିଲୁ ଯେ ଗୁରୁ ଗାଡି ଆସି ଅଟକେଇବା। ଆଉ ସେ ମନା କଲେ ନା ନା ଆମେ ସେଟା କରିପାରିବୁ ନାହିଁ। ଆମେ କାହିଁକି ଆମେ ଜାଣିଛୁ ନା ଗୁରୁ ଗାଡି ବୋଲି ଆମେ ଫାଇନାଲ ସିଓର ହେଇସାରିଛୁ ଯେ ଏଟା ଗୁରୁ ଗାଡି ବୋଲି। এটা গুরু গাড়ি বলে আমি জানিଥିଲେ গুরু গাড়ি অଟକେবନି କାଇଁ ନା ସେ ମନା କଲେ ଆମେ ଜବରଦସ୍ତ ତାକୁ ଅଟକେଇ ଦେଲୁ ସେ ଗାଡି। ଅଟକିଲା ପରେ ଅଟକେଇ ଦେଖିଲା ବେଳକୁ ୟାଦେହରେ କି ମାଂସ ଅଛି, ପୁରା ଫୁଲ ମାଂସ ଅଛି। ଆଉ କେତେ ଜଣ କଣ ଗାଡିରେ ଥିଲେ? ଗାଡିର 4 ଜଣ ଥିଲେ। 4 ଜଣ ଥିଲେ, ତା ମାଲିକ 4 ଜଣ ଥିଲେ। ପୋଲିସର ହାତ ରହୁଛି ନିଶ୍ଚିତ ଏଟା ମୁଁ ପୁରା 100% ପାଇଁ ପୁଲିସ ହାତ ରହୁଛି ବୋଲି। ପୋଲିସ ଯଦି ହାତ ରହୁନି ତାହେଲେ ଏମିତି ହଉଛି କିନ୍ତୁ। ଏଇ କିଛି ଦିନ ତଳେ ଗୋଟେ ହିନ୍ଦୁ ପିଲା ମଲା। ଆପଣ ଜାଣିଥିବେ ଗୋଟେ ହିନ୍ଦୁ ପିଲା ମଲା, କିନ୍ତୁ କୋଉ ଟାଇପରେ ସେ ମରିଛି, କେତେ ଦିନ ସେ କଷ୍ଟ ପାଇଛି। ସେ ରକ୍ତ କଣ ହିନ୍ଦୁ ମାନଙ୍କ ପାଖରେ ନାହିଁ? ଆଉ ମାନେ ଆଉ ଗୋଟେ କଥା କହୁଛି, ମାନେ ହିନ୍ଦୁ ମାନଙ୍କୁ ମାନେ ମୋର ନିବେଦନ ଏତିକି, ମୋର ମାଂସ ଗୋ ହତ୍ୟା ବନ୍ଦ କରିବା ବ୍ୟବସ୍ଥା କିଛି ଭଲ କରନ୍ତୁ। ପୁଲିସ କେତେ ଜଣ କଣ ଅଟକ ରଖିଛି? 4 ଜଣ ଅଟକେଇଛି। ସେଇ 4 ଜଣ ଥିଲେ, 4 ଜଣ ଅଟକେଇଛି। 4 ଜଣଙ୍କୁ ଆମେ ଅଟକେଇ ରଖିଥିଲୁ। ଆମେ ତ ଆଉ କିଛି କରୁନୁ, ମରା ଧରା କରୁନୁ କି ଗାଡି ପଳେଇଲା ଉଲ୍ଲାସନା ଗଲା ଫାଣ୍ଡି ଗଲା ଗୋଟେ ଆଉ।